ମୁଁ ନିଜେ ବି ଥିଲି ସେଠି 15 ଦିନ 20 ଦିନ ଇଲେକ୍ସନ ଥିଲି, ଯାହାକି ମୁଁ ଯୋଉ ମଣ୍ଡଳରେ ଥିଲି ସେଠି ସେ ମଣ୍ଡଳ ଅଧିକା ଭୋଟ ନେଇଛି, କାହିଁକି ବଞ୍ଜାରୀ ମଣ୍ଡଳ ସବୁଠୁ ହାଏଷ୍ଟ ଭୋଟ ନେଇଛି, ଯାହାକି ଲିଡ୍ ନେଇଛି, ଅଧିକା 15,000 ଲିଡ୍ ନେଇଛି ସେ ମଣ୍ଡଳ। ଆଉ ପଞ୍ଚାୟତରେ ମଧ୍ୟ 1500 ପାଖାପାଖି ଲିଡ୍ ନେଇଛି। ଏଥିପାଇଁ ଆପଣ ଜାଣିଥିବେ ସେ 24 ବେଳେ ଇଲେକ୍ସନ ବେଳେ 350 ଭୋଟ ଦେଇଥିଲେ ସେଠି, କିନ୍ତୁ ଏଥିରିକା 2000 ଉପରେ ଭୋଟ ଦେଇଛନ୍ତି। ଏଇ ହଉଛି ଲୋକଙ୍କର। ଆପଣ ଜାଣିଥିବେ ଲୋକ କାହିଁକି ଭୋଟ ଦେଲେ, ଆପଣ ପଚାରନ୍ତୁ। କାହିଁକି ନା ଲୋକମାନ ଦେଖେ 2024ରେ ଯେତେବେଳେ ଥିଲା 4000 ଭୋଟର ଥିଲେ, ଗୋଟେ ଠାକପାଲି ପଞ୍ଚାୟତ 4000 ଭୋଟର ଥିଲେ, ସେଠି ପୁଲିଂ ହେଇଥିଲା 2600, ଏଥିରିକା ପୁଲିଂ ହେଇଛି 3500। 1000 ବଢିଲେ କାହିଁ, ମୁଁ ପଚାରିଲେ 1000 କାହିଁ ବଢିଲେ, ନା ଯୋଉ ଦାଦନ ଖଟି ଯାଇଥିଲେ ଲୋକମାନ ଆଉ ଦାଦନ ଖଟି ଯାଉନାହାନ୍ତି, ଯେ ଓଡିଶାରେ ରହି ଚାଷ କରୁଛନ୍ତି, ଲାଭବାନ ହଉଛନ୍ତି। କାହିଁକି ନା ଧାନ ରେଟ୍ 3100 ଟଙ୍କା ହେଲା, ସେଥିପାଇଁ ଲୋକମାନ ଚାହିଁଲେ ଯେ ଏଇ କାମ କରି ଏଇଠି ଘରରେ ରହି ଏଇଠି ଲାଭବାନ ହବା। ସେଥିପାଇଁ ଧନ୍ୟବାଦ ଦେଲେ ମୋହନ ମାଝୀ ସରକାରକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ। ଏ ହଉଛି ଲୋକଙ୍କ ସରକାର ଯେ ଆମେ କାମ କରିଛେ।